23 ବର୍ଷ ପରେ ମହାସଂଯୋଗ। ସେହି ସଫଳତା ଆଜି ଆସି ପହଞ୍ଚି ଯାଇଛି ପାଖରେ। ଅଗଷ୍ଟ ମାସ 17 ତାରିଖ ଦିନ, ଶ୍ରାବଣ ମାସର ସବୁଠାରୁ ଶୁଭ ଦିନ। ସେହିଦିନ ଶ୍ରାବଣ ସୋମବାର, ସଂକ୍ରାନ୍ତି ଏବଂ ସେହିଦିନ ନାଗ ପଞ୍ଚମୀ ପଡ଼ୁଛି। ଏହି ସୁଯୋଗ ଜୀବନରେ ପ୍ରାୟତଃ ଥରେ ହିଁ ଆସିଥାଏ। जटा में गंगा ଚଳିତ ଶ୍ରାବଣ ମାସରେ ବିରଳ ମହାସଂଯୋଗ ହେବାକୁ ଯାଉଛି। शिव का राग ଭକ୍ତମାନଙ୍କ ପାଇଁ ଏହି ସୁଯୋଗ ଜୀବନରେ ଆଉ ଆସିବ କି ନାହିଁ ଜଣା ନାହିଁ। तेरे द्वार पे सब दुख झर के तेरी शरण में आया हूँ, खाली हाथों लाया हूँ। जो भी मेरा सब तेरा, हे भोले मैं तेरा। कब से भटका, कब से